ସତ୍ୟ ଯୁଗରେ ଥିଲା ପ୍ରହ୍ଲାଦ। ମାରିବାକୁ ହିରଣ୍ୟକଶ୍ୟପକୁ ଚିନ୍ତା କଲା। ଭଉଣୀ ହୋଲିକା ଡାକିଦେଲା। ହୋଲିକା କୋଳରେ ପ୍ରହ୍ଲାଦ ବସି ଚାର୍ଜ ହେଲା। ହୋଲିକା ନିଆଁ ତୁଲତୁଲ ଜଳିଲା। ପ୍ରହ୍ଲାଦକୁ ତାତିଲା। କାନ୍ଦିଲା, ଗଲା ପ୍ରଭୁ ମରିଯିବି ପ୍ରଭୁ, କେମିତି ବଞ୍ଚିବି? ନାରାୟଣ ପ୍ରହ୍ଲାଦ ଦେହରେ ପଶିଲେ। ନୃସିଂହ ଅବତାର, ଅଗ୍ନିର ତେଜମୟ ଲାର୍ଭା। ଏତିକି ଜୋରେ ପ୍ରହ୍ଲାଦଟା ତାତିଲା ଯେ ହୋଲିକା ଦେହରେ ଯୋଉ ନିଆଁ ଆଉ କାମ କଲାନି। ପ୍ରହ୍ଲାଦ ଦେହରେ ନିଆଁର ପ୍ରଭାବରେ ହୋଲିକାଟା ପୋଡ଼ି ଜଳିକି ପାଉଁଶ ହେଲା। ଆଉ ଯୋଉଦିନ ପୋଡ଼ିଲା ବୋଲି ସେଇଦିନ ଆମେ ମାନେ ଗୋଟେ ପର୍ବ ପାଳନ କରୁଛେ, ହୋଲି ପର୍ବ। ତ୍ରେତୟା ଯୁଗରେ ବୈଷ୍ଣବ ଅଗ୍ନିରେ ଜଣେ ପୋଡ଼ି ହେଇକି ମଲା। ସ୍ୱୟଂ ଭଗବାନ ରାମ ତାକୁ ପୋଡ଼ି ଦେଲେ। ସେ କିଏ ମନେ ପକଉନାହାନ୍ତି? ସୀତାକୁ ଖୋଜିବାକୁ ଗଲା ବେଳେ ପମ୍ପା ସରୋବର ନିକଟରେ ଗୋଟେ ଅସୁର ପଡ଼ିଥିଲା। ତା ନାଁଟା ହଉଛି କବନ୍ଧ, ଯାହାକୁ କହନ୍ତି ବିରାଧ ଅସୁର। ଭଗବାନ ରାମ କହିଲେ, କହ ମୋ ସ୍ତ୍ରୀ କୁଆଡ଼େ ଯାଇଛି ନା ଉତ୍ତର ଦେବି ଯେ ମତେ ଆଗ ପୋଡ଼ିକି ଜାଳ। ମୁଁ ବୈଷ୍ଣବ ଅଗ୍ନିରେ ଜଳିଲେ ମୁକ୍ତି ପାଇବି, କହିଦେବି। ସବୁ ଯାକ ଅରଣ୍ୟର କାଠ ପତ୍ର ଏକାଠି କରି ମହାପ୍ରଭୁ ରାମ ଦି ହାତକୁ ଘଷି ଦେଲେ। ବାହାରି ପଡ଼ିଲା ନିଆଁ। ସେ ନିଆଁରେ କବନ୍ଧ ଅସୁରଟା ଜଳିଲା। ମଲା ବେଳେ କହିକି ଗଲା, ପ୍ରଭୁ ମାକୁ ରାବଣ ନେଇଛି। ଇଏ ଗଲା ତ୍ରେତୟା ଯୁଗରେ ନିଆଁ। ଦିଆସିଲି ମାରିବା ଦରକାର ନାହିଁ ରେ। ଦ୍ୱାପର ଯୁଗରେ ଆପଣ ମାନଙ୍କର ନିଜେ ଆପଣ ଜାଣିଥିବେ, ପଞ୍ଚୁ ପାଣ୍ଡବଙ୍କୁ ମା କୁନ୍ତି ଧରିକି ନେଇକି ଗଲା ବେଳେ ଜୟନ୍ତୀ ଶବରର 5 ପୁଅ ଶୋଇଥାନ୍ତି। ଶକୁନିର ପରାମର୍ଶରେ ଯତୁ ଘର ବୋଲେ ଯଉ ଘର ଭିତରେ ଲାଗିଲା ନିଆଁ। ସେଠିକି ଦିଆସିଲି ମାରିଛି। କଳି ଯୁଗରେ ଅନେକ ପ୍ରମାଣ ଅଛି, କିନ୍ତୁ ଆପଣଙ୍କୁ ଗୋଟେ ଲାଟେଷ୍ଟ ପ୍ରମାଣ ମୁଁ ଦଉଛି। ଯୋଉ ପ୍ରମାଣଟାକୁ ଶୁଣିଲା ପରେ ଆପଣ ମାନେ ଖୁସି ହେଇଯିବେ। କଳି ଯୁଗରେ ତ ଅନେକ ପ୍ରମାଣ। ଅଗ୍ନିରେ ପୋଡ଼ା ହେଲା କିଏ? ବେଶୀ ଦିନ ନୁହେଁ, 10-12 ବର୍ଷ ତଳେ ଆପଣ ମାନଙ୍କର ଭଜନ ସମ୍ରାଟ ଭିକାରୀ ବଳ ଅଗ୍ନି କୋଉଠୁ ଗଲା? ଶ୍ରୀମନ୍ଦିର ଭିତରୁ ବୈଷ୍ଣବ ଅଗ୍ନିରେ ପୋଡ଼ା ହେଲା ଭିକାରୀ ବଳ। ତେଣୁ ପ୍ରଭୁର ଯିଏ ପରମ ଭକ୍ତ, କେତକୀ ଦେବଦାସୀ ପଡ଼ିଛି। ଜଗନ୍ନାଥ ସ୍ୱପ୍ନାଦେଶ ଦେଇଛନ୍ତି, କାଲିଠୁ ହଳଦିଆ ଚାଉଳରେ ମୋ ମା ମରିଗଲା ପରେ ତା ସ୍ମୃତିରେ ମତେ ହଳଦିଆ ଭାତ ମୁଠି ଦବ ଖାଇବାକୁ। ଆପଣ କହିବେ ହୋତା ଗାୟକ କହୁଛି ଭାତ ଦବ ଖାଇବାକୁ। ଜଗନ୍ନାଥ କଣ ଭାତ ପ୍ରସାଦ, ନହେଲେ ଅର୍ଣ୍ଣ, ନହେଲେ କୈବଲ୍ୟ ଇତ୍ୟାଦି କହନ୍ତି। ଜଗନ୍ନାଥ କଣ ଭାତ ଖାଏ? ଖାଏ। ମୁଁ ପ୍ରମାଣ ଦେବି। ପ୍ରମାଣ ନଦେଲେ ମୁଁ ଗୋଟେ ଗାଲୁଆ ଗାୟକ।
ଏଠି ପିଲାମାନେ ଚ୍ୟାନେଲ ଲଗେଇଛନ୍ତି ବାହାରିବ କାଲି ପରିଆଡ଼କୁ। ଆଚ୍ଛା କେତେ ଗୁଡ଼ିଏ ମୂର୍ଖ ଅଛନ୍ତି ପଛରେ କେବଳ ସମାଲୋଚନା କରିବା ପାଇଁ। ସେ ସମାଲୋଚନା କରିବେ ଯେ ନୃସିଂହଦାର ଡୋଣ୍ଟ କେୟାର, ମୁଁ କାହାକୁ ଡରିନି। ପ୍ରମାଣ ଯଦି ନ ଦେଇପାରିବି ମୁଁ ଗାଲୁଆ। ଆଉ ପ୍ରମାଣ ଅଛି ମାନେ ଓଡ଼ିଶାରେ କାହାକୁ ଛାଡ଼ିବେନି। ଆଚ୍ଛା କହିଲା 22 ପାହାଚେ ତୋର ବିକା ହୁଏ ଭାତ, ବିକା ଦର୍ଶନ ତେଣିକି ଥାଉ কৈবল্য মুকত 22 পাহাচ ଜଗନ୍ନାଥ କଲ୍ୟାଣ କରନ୍ତୁ ମଙ୍ଗଳ।